ରାଉରକେଲାରେ ବିଗତ କିଛି ଦିନ ହେବ କିଛି ଲୋକ ପଇସା ପତ୍ର ଖର୍ଚ୍ଚ କରିକିରି ମୋତେ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ କିଛି ଅପପ୍ରଚାରରେ ଲାଗିଛନ୍ତି। ଭାବୁଛନ୍ତି ଯେ ଜୁଏଲ ଓରାମ ଡ୍ରପ୍ ହୋଇଗଲେ ବୋଧେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିଯିବ। ଏ ପ୍ରକାର କିଛି ଲୋକ ଚେଷ୍ଟା କରୁଛନ୍ତି, କିନ୍ତୁ ମୁଁ ଏ ପାର୍ଟିକୁ ରକ୍ତ ମାଂସ ଦେଇକରି ବନେଇଛି, ଏ ପାର୍ଟିକୁ ଚିହ୍ନିଛି, ଆଉ ପାର୍ଟି ମୋତେ ଯେତିକି ସ୍ଥାନ ଦେଇଛି ସେଟା ଯଥେଷ୍ଟ ଅଛି। ମୋର ରେପୁଟେସନ ବାବଦରେ କେହି ଯଦି ହାତ ଲଗେଇବେ ସେ ହାତକୁ କାଟିକିରି ଫିଙ୍ଗି ଦେବାର ତାକତ ମୁଁ ରଖୁଛି। ଆଉ ମୁଁ ଚ୍ୟାଲେଞ୍ଜ ଦେଉଛି, ମୁଁ ରାଜନୀତି ନିର୍ବାଚନ ଲଢ଼ବି ନାହିଁ ବୋଲିକିରି କହିଥିଲି, କିନ୍ତୁ ମୁଁ ଆଉ ଥରେ ନିର୍ବାଚନ ଲଢ଼ବି। ଆଉ ମୁଁ ଦେଖିବି कि को माने मोर खिलाफ रे काम करछंती सेमनकर कोन अवस्था हेबो एवं तांकु मु कोन करबी। अन्य पार्टी रु आसिकरी आमर पार्टी रे पसिकरी किछि पैसा पत्र खर्च करिकरी मते डिस्टेबिलाइज करबा पई चेष्टा करछंती, ताकु मु निंदा करूछि। मु आसिकरी मानस महांती मोर जनरल सेक्रेटरी को से बाबद रे डिटेल रे मु तांकु कहिछि, से मने डिस्कशन करबे आ तार ऊपर न्याय देबे। आ नहले मु केंद्र नेतृत्व पाखरे भी जाइकरी ए विषय में अवगत करेबी एवं मते जे अपदस्थ करबा पई चाहूछि जुएल ओराम भली आदिवासी नेता को ताकू जाली सफा कर देबी।